କୋର୍ଟରେ ଗୋଟିଏ ଛାଡ଼ପତ୍ର ମାମଲା ଚାଲିଥିଲା। ସେତେବେଳେ ପତ୍ନୀ ବିଚାରପତିଙ୍କ ସମ୍ମୁଖରେ ଏପରି ଏକ ସର୍ତ୍ତ ରଖିଲେ ଯେ କୋର୍ଟ ରୁମ୍ରେ ଉପସ୍ଥିତ ଥିବା ଓକିଲମାନେ, ଲୋକମାନେ ଏବଂ ନିଜ ବିଚାରପତି ମଧ୍ୟ ନିଜ ନିଜ ଚେୟାରରୁ ଉଠି ପଡ଼ିଲେ। ଦିଲ୍ଲୀର 30,000 କୋର୍ଟରେ ଏକ ଛାଡ଼ପତ୍ର ମାମଲାର ଶୁଣାଣି ଥିଲା। ବିଚାରପତି ଫାଇଲରୁ ଆଖି ଉଠାଇ ତାଙ୍କ ସମ୍ମୁଖରେ ଠିଆ ହୋଇଥିବା ମହିଳାଙ୍କୁ ଦେଖି କହିଲେ, ଶ୍ରୀମତୀ ପ୍ରିୟା ଶର୍ମା, ଆପଣ କ'ଣ ଆପଣଙ୍କ ସ୍ୱାମୀ ରାଜେଶ ଶର୍ମାଙ୍କୁ ଛାଡ଼ପତ୍ର ଦେବାକୁ ରାଜି ଅଛନ୍ତି? ଏହାପରେ କୋର୍ଟ ରୁମ୍ରେ ଚାରିପଟେ ନୀରବତା ବ୍ୟାପିଗଲା। ସମସ୍ତଙ୍କ ନଜର ପ୍ରିୟା ଉପରେ ଥିଲା। ପ୍ରିୟା ଗୋଟିଏ ଗଭୀର ନିଶ୍ୱାସ ନେଲେ। ନିଜ ଭିତରେ ସମସ୍ତ ସାହସ ସଂଗ୍ରହ କରି କହିଲେ, ହଁ ଜଜ୍ ସାହେବ, ମୁଁ ଛାଡ଼ପତ୍ର ଦେବାକୁ ପ୍ରସ୍ତୁତ। କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି। ଯେ ପର୍ଯ୍ୟନ୍ତ ସେହି ସର୍ତ୍ତ ପୂରଣ ହେବ ନାହିଁ, ମୁଁ ଛାଡ଼ପତ୍ର କାଗଜରେ ଦସ୍ତଖତ କରିବି ନାହିଁ। ପ୍ରିୟାଙ୍କ ଏହି ଗୋଟିଏ ବାକ୍ୟ ଏକାଥରକେ କୋଠରୀର ନୀରବତାକୁ ଭାଙ୍ଗିଦେଲା। ଓକିଲମାନେ ପରସ୍ପରକୁ ଚାହିଁଲେ। ରାଜେଶଙ୍କ ମୁହଁ ଫିକା ପଡ଼ିଗଲା। ବିଚାରପତି ଅଶୋକ କୁମାର ତାଙ୍କ ଚେୟାରରେ ଟିକିଏ ପଛକୁ ଘୁଞ୍ଚି ସିଧା ହୋଇ ବସିଗଲେ। ସେ ନିଜ ନାକ ଉପରେ ଥିବା ଚଷମା ସଜାଡ଼ି ସଜାଡ଼ି ପଚାରିଲେ, ସର୍ତ୍ତ କିପରି ସର୍ତ୍ତ? ପ୍ରିୟାଙ୍କ ଓଠ ଆଉ ଥରୁ ନଥିଲା। ବରଂ ଏକ ପ୍ରକାର ଦୃଢ଼ ଥିଲା। ଛାଡ଼ପତ୍ରରେ ହସ୍ତାକ୍ଷର କରିବା ପୂର୍ବରୁ ମୁଁ ମୋ ସ୍ୱାମୀଙ୍କ ସହିତ ତାଙ୍କ କୋଠରୀରେ ଗୋଟିଏ ପତ୍ନୀର ସମସ୍ତ ଅଧିକାର ନେଇ ଶେଷ ଗୋଟିଏ ରାତି ବିତାଇବାକୁ ଚାହୁଁଛି। ଏହା ଶୁଣି କୋର୍ଟ ରୁମ୍ରେ ଯେପରି ବିସ୍ଫୋରଣ ହୋଇଗଲା। ଲଜ୍ଜା ଏବଂ କ୍ରୋଧରେ ରାଜେଶଙ୍କ ମୁହଁ ଲାଲ ହୋଇଗଲା। ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମୁହଁ ଖୋଲା ହୋଇ ରହିଗଲା। ରାଜେଶଙ୍କ ଓକିଲ ପ୍ରାୟ ତାଙ୍କ ଚେୟାରରୁ ଡେଇଁ ପଡ଼ିଲେ। ଅବଜେକ୍ସନ୍ ମିଲର୍ଡ, ଏହା ଅର୍ଥହୀନ। ଏହା ଦାବି ସମ୍ପୂର୍ଣ୍ଣ ଯୁକ୍ତିହୀନ, ଅବୈଧ ଏବଂ ଲଜ୍ଜାଜନକ। ମୋ ମହୋକିଲଙ୍କ ପ୍ରତିଛବିକୁ କଳଙ୍କିତ କରିବାକୁ ଚେଷ୍ଟା କରାଯାଉଛି। ଏହା କୋର୍ଟର ସମୟ ନଷ୍ଟ। ଚୁପ୍ ରୁହନ୍ତୁ ଶ୍ରୀଯୁକ୍ତ ଚଡ଼ା। ବିଚାରପତିଙ୍କ ଏହି କଡ଼ା ସ୍ୱର ତାଙ୍କୁ ଚୁପ୍ କରାଇଲା। ବିଚାରପତିଙ୍କ ଅଭିଜ୍ଞ ପ୍ରାୟ ଆଖି ପ୍ରିୟଙ୍କା ଚେହେରା ପଢ଼ିବାକୁ ଚେଷ୍ଟା କରୁଥିଲା। ଶ୍ରୀମତୀ ଶର୍ମା, ବିଚାରପତି ମହାଶୟ ଗମ୍ଭୀର ଭାବରେ କହିଲେ, ଆପଣ ଯେଉଁ ସର୍ତ୍ତ ରଖୁଛନ୍ତି ତାହା ବହୁତ ଅସାଧାରଣ। ମୁଁ ଏହି ଅଜବ ସର୍ତ୍ତ ପଛର କାରଣ ଜାଣିବାକୁ ଚାହୁଁଛି। ଆପଣଙ୍କ ସହ ପ୍ରକୃତରେ କ'ଣ ହୋଇଛି? ପ୍ରିୟାଙ୍କ କାନ୍ଦଣା ଏବେ ଖୋଲା ଭାବରେ ବାହାରକୁ ଆସିବାକୁ ଲାଗିଲା। ଜଜ୍ ସାହେବ, କାରଣ ହେଉଛି ମୋର ବିବାହର 5 ବର୍ଷ। 5 ବର୍ଷ ଅର୍ଥ 1826 ଦିନ। ଏହି 5 ବର୍ଷରେ ମୋ ସ୍ୱାମୀ ମୋତେ କେବେ ତାଙ୍କ ସ୍ତ୍ରୀ ବୋଲି ଭାବି ନାହାନ୍ତି। ମୁଁ ଏହି ଘରକୁ ବୋହୂ ଭାବରେ ଆସିଥିଲି, କିନ୍ତୁ ଗୋଟିଏ ଚାକରାଣୀ ହୋଇ ରହିଗଲି। ବିଚାରପତି ମହାଶୟ ବୁଝିପାରିଲେ ଯେ ଏହି ମାମଲା କେବଳ ଛାଡ଼ପତ୍ର ବିଷୟରେ ନୁହେଁ, ବରଂ ଜଣେ ମହିଳାଙ୍କ ଅସ୍ତିତ୍ୱ ଏବଂ ମର୍ଯ୍ୟାଦା ବିଷୟରେ। ସେ ରାଜେଶଙ୍କ ଆଡ଼କୁ ଦେଖିଲେ, ଯାହାଙ୍କ ମୁଣ୍ଡ ଲଜ୍ଜାରେ ନଇଁ ଯାଇଥିଲା। ତାପରେ ପ୍ରିୟା କହିଲେ, ଜଜ୍ ସାହେବ, ଆଜିଠାରୁ 5 ବର୍ଷ ପୂର୍ବେ ମୁଁ ଜଣେ 25 ବର୍ଷର ଝିଅ ଥିଲି, ଯାହାର ଆଖିରେ ହଜାର ହଜାର ସ୍ୱପ୍ନ ଥିଲା। ମୋର ବିବାହ ରାଜେଶଙ୍କ ସହିତ ସ୍ଥିର ହୋଇଗଲା। ରାଜେଶ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଭଲ ପଦବୀରେ ଚାକିରି କରୁଥିଲେ। ମୋ ବାପା ମା ମୋ ବାହାଘରରେ ସେମାନଙ୍କ ସାମର୍ଥ୍ୟଠାରୁ ଅଧିକ ଖର୍ଚ୍ଚ କରିଥିଲେ। ସେମାନେ ଋଣ ନେଇ ମୋତେ ଯୌତୁକ ଦେଇଥିଲେ। ସେମାନେ ଭାବିଥିଲେ ଯେ ସେମାନଙ୍କ ଝିଅ ଖୁସିରେ ରହିବ। ଏତିକି କହି ପ୍ରିୟା କିଛି ସମୟ ପାଇଁ ଅଟକିଗଲେ। ଏମିତି ଲାଗୁଥିଲା ଯେପରି ସେ ସେହି ସ୍ମୃତିଗୁଡ଼ିକୁ ପୁନର୍ଜୀବିତ କରୁଛନ୍ତି। ପ୍ରତ୍ୟେକ ଝିଅ ପରି ମୁଁ ମଧ୍ୟ ବିବାହ ରାତିରେ ବହୁତ ସ୍ୱପ୍ନ ଦେଖିଥିଲି। ମୁଁ ଗୋଟିଏ ଲାଲ ବନାରସୀ ଶାଢ଼ୀ ପିନ୍ଧିଥିଲି। ମୋ ହାତରେ ମଧ୍ୟ ମେହେନ୍ଦି ଥିଲା। ମୁଁ ମୋର ଓଢ଼ଣା ଟାଣି ବିଛଣାରେ ବସି ତାଙ୍କ ପାଇଁ ଅପେକ୍ଷା କରିଥିଲି। ମୋର ହୃଦୟ ଦ୍ରୁତ ଗତିରେ ସ୍ପନ୍ଦିତ ହେଉଥିଲା। ଏହା ଶୁଣି କୋର୍ଟରେ ବସିଥିବା ଲୋକମାନେ ପରସ୍ପରକୁ ଚାହିଁବାକୁ ଲାଗିଲେ। ତାପରେ ପ୍ରିୟା କହିଲେ, ରାଜେଶ ରାତି ପ୍ରାୟ 1ଟାଏ ସମୟରେ ରୁମ୍ ଭିତରକୁ ଆସିଥିଲେ। ତାଙ୍କ ମୁହଁରେ କୌଣସି ଉତ୍ସାହ ନଥିଲା କି କୌଣସି ଖୁସି ନଥିଲା। ସେ କବାଟ ବନ୍ଦ କରି ସିଧା ଆଲମାରୀ ପାଖକୁ ଗଲେ ଓ ସେଠାରୁ ପୋଷାକ ବାହାର କରିଲେ। ତାପରେ ମୋତେ କହିଲେ, ଦେଖ ପ୍ରିୟା, ମୁଁ ତୁମକୁ କିଛି କହିବାକୁ ଚାହୁଁଛି। ମୁଁ ମୋର ଓଢ଼ଣା ଉଠାଇ ତାଙ୍କୁ ଚାହିଁଲି। ମୁଁ ଭାବିଲି ହୁଏତ ସେ ଲଜ୍ଜିତ ଅଛନ୍ତି, କିନ୍ତୁ ସେ ଯାହା କହିଲେ ତାହା ଶୁଣି ମୋ ପାଦ ତଳୁ ମାଟି ଖସିଗଲା। ପ୍ରିୟାଙ୍କ ସ୍ୱର ଧିମା ହୋଇଗଲା। ସେ ମୋତେ କହିଲେ, ପ୍ରିୟା, ମୋତେ କିଛି ସମୟ ଦରକାର। ମୁଁ ମୋ ପରିବାରର ଚାପରେ ବିବାହ କରିଛି, କିନ୍ତୁ ମୁଁ ଏସବୁ ପାଇଁ ମାନସିକ ଭାବରେ ପ୍ରସ୍ତୁତ ନୁହେଁ। ତୁମଠାରୁ ମୋର କୌଣସି ବ୍ୟକ୍ତିଗତ ଆଶା ନାହିଁ। ତୁମେ ଏହି ବିଛଣାରେ ଆରାମରେ ଶୋଇପଡ଼। ମୁଁ ସୋଫାରେ ଶୋଇଛି। ଏହା କହି
ସିଏ ଗୋଟିଏ ତକିଆ ଏବଂ ଗୋଟିଏ ଚାଦର ନେଇ ସୋଫାରେ ଶୋଇବାକୁ ଲାଗିଲେ। ଜଜ୍ ସାହେବ, ମୁଁ ସାରା ରାତି କାନ୍ଦିଥିଲି। ମୋର ସଜବାଜ ସବୁ ଲୁହରେ ଧୋଇ ହୋଇଗଲା। ମୁଁ ଭାବିଲି ହୁଏତ ଏକ ନୂତନ ସମ୍ପର୍କ ପାଇଁ ସମୟ ଲାଗେ। ହୁଏତ ସେ କାମର ଚାପରେ ଅଛନ୍ତି। ମୁଁ ନିଜକୁ ବିଶ୍ୱାସ କରାଇଲି ଯେ ସବୁକିଛି ଠିକ୍ ହୋଇଯିବ। କିନ୍ତୁ ସେ କାଲି କେବେ ଆସିନଥିଲା। ମୁଁ ପରଦିନ ସକାଳେ ଉଠିବା ପରେ ଘରେ ଏକ ଉତ୍ସବର ପରିବେଶ ଥିଲା। ସମସ୍ତେ ମୋତେ ଚିଡ଼ାଉଥିଲେ, କିନ୍ତୁ ମୋ ଭିତରେ ଏକ ଝଡ଼ ଚାଲିଥିଲା। ମୁଁ କାହାକୁ କିଛି କହିନଥିଲି। ମୁଁ ଭାବିଲି ଏହା ଆମର ଏକାନ୍ତ ବ୍ୟକ୍ତିଗତ କଥା ଥିଲା। ଏହାକୁ ବାହାର କରିବା ଠିକ୍ ହେବ ନାହିଁ। ପ୍ରିୟା ତାଙ୍କ କାହାଣୀ ଜାରି ରଖିଲେ। ଦିନ ପରେ ସପ୍ତାହ, ସପ୍ତାହ ପରେ ମାସ ଏବଂ ତାପରେ ବର୍ଷ। କିନ୍ତୁ ରାଜେଶଙ୍କ ଆଚରଣ ବଦଳିଲା ନାହିଁ। ଆମେ ଗୋଟିଏ ଛାତ ତଳେ ଦୁଇଜଣ ଅପରିଚିତ ଲୋକ ପରି ରହିଥିଲୁ। ସେ ସକାଳେ ଅଫିସ ଯାଉଥିଲେ, ବିଳମ୍ବିତ ରାତିରେ ଫେରି ଆସୁଥିଲେ, ଖାଇସାରି ତାଙ୍କ ସୋଫାରେ ଶୋଇଯାଉଥିଲେ। ଆମର କଥାବାର୍ତ୍ତା ହଁ, ନା କିମ୍ବା ଖାଇବାରେ କ'ଣ ଅଛି ଏତିକି ଭିତରେ ହିଁ ସୀମିତ ଥିଲା। ରାଜେଶଙ୍କ ଓକିଲ ବାଧା ଦେଇ କହିଲେ, ମାନ୍ୟବର ଓକିଲଙ୍କୁ ତାଙ୍କୁ ସମସ୍ତ ପ୍ରକାରର ଭୌତିକ ସୁଖ ସୁବିଧା ଦେଇଥିଲେ। ଏକ ଭଲ ଘର, ଚାକର, ଟଙ୍କା ସବୁକିଛି ଯୋଗାଇଥିଲେ। ପ୍ରିୟା ତାଙ୍କ ଆଡ଼କୁ ରାଗି କରି ଚାହିଁ କହିଲେ, ଓକିଲ ସାହେବ, ଜଣେ ସ୍ତ୍ରୀର କେବଳ ଏହିସବୁ ହିଁ ଆବଶ୍ୟକ କି? ସ୍ତ୍ରୀଟିଏ କ'ଣ କିଛି ମିଠା କଥା, ଟିକିଏ ସମ୍ମାନ, ଟିକିଏ ପ୍ରେମ ପାଇବାର ଯୋଗ୍ୟ ନୁହେଁ? ମାନ୍ୟବର, ମୁଁ ତାଙ୍କ ସହିତ ଅନେକ ଥର କଥା ହେବାକୁ ଚେଷ୍ଟା କଲି। ମୁଁ ତାଙ୍କୁ ପଚାରିଲି ମଧ୍ୟ, ରାଜେଶ, ମୁଁ କୌଣସି ଭୁଲ କରିଛି କି? ତୁମେ ମୋ ଉପରେ ରାଗିଛ କି? ସେ ସବୁବେଳେ ସେଇ ଗୋଟିଏ ଉତ୍ତର ଦେଉଥିଲେ ଯେ ମୋତେ କେବଳ କିଛି ସମୟ ଦରକାର। ମୁଁ ତାଙ୍କ ପାଇଁ କେବଳ ଜଣେ ଗୃହିଣୀ ଥିଲି। ତାଙ୍କ ପୋଷାକ ଇସ୍ତ୍ରୀ କରିବା, ତାଙ୍କ ପ୍ରିୟ ଖାଦ୍ୟ ରାନ୍ଧିବା, ଘର ସଫା କରିବା, ତାଙ୍କ ପିତାମାତାଙ୍କ ସେବା କରିବା ଇତ୍ୟାଦି। ମୁଁ ସବୁକିଛି କଲି, କିନ୍ତୁ ବଦଳରେ ମୁଁ କ'ଣ ପାଇଲି? କେବଳ ଏହି ଏକାନ୍ତ ଏବଂ ଏକୁଟିଆପଣ। ଯେତେବେଳେ ତାଙ୍କ ବନ୍ଧୁମାନେ ଘରକୁ ଆସୁଥିଲେ, ମୁଁ ସେମାନଙ୍କ ଆଗରେ ହସି ହସି ନିଜକୁ ଜଣେ ଆଦର୍ଶ, ସମର୍ପିତ ପତ୍ନୀ ବୋଲି ଅଭିନୟ କରୁଥିଲି। କିନ୍ତୁ ଯେତେବେଳେ ସେମାନେ ଚାଲି ଯାଉଥିଲେ, ଘରର ନୀରବତା ମୋତେ ଗ୍ରାସ କରୁଥିଲା। କେତେଥର ମୁଁ ତାଙ୍କୁ କହିଥିଲି, ଚାଲ କେଉଁଆଡ଼େ ଟିକେ ବୁଲିବାକୁ ଯିବା, ଚାଲ ସିନେମା ଦେଖିବାକୁ ଯିବା। କିନ୍ତୁ ତାଙ୍କର ଉତ୍ତର ସବୁବେଳେ ଆଗରୁ ହିଁ ପ୍ରସ୍ତୁତ ଥିଲା, ନା, ମୋର ଏବେ ମନ ନାହିଁ। ଆମେ ଆଗାମୀ ସପ୍ତାହରେ ଯିବା। କିନ୍ତୁ ସେହି ଆଗାମୀ ସପ୍ତାହ କେବେ ବି ଆସିଲା ନାହିଁ। ବିବାହର ଗୋଟିଏ ବର୍ଷ ପରେ ମୋ ମା ଘରୁ ଫୋନ ଆସିବା ଆରମ୍ଭ ହୋଇଗଲା। ମୋ ମା ସବୁବେଳେ ପଚାରୁଥିଲେ, ତୁ ମୋତେ କେବେ ଶୁଭ ଖବର ଦେଉଛୁ? ମୁଁ ତାଙ୍କୁ କ'ଣ କହିବି? ମୁଁ ତାଙ୍କୁ କିପରି କହିବି ଯେ ଆମ ମଧ୍ୟରେ କୌଣସି ସମ୍ପର୍କ ନାହିଁ? ମୁଁ ବାହାନା କରେ, ମା, ସେ ଏବେ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି। ରାଜେଶ ଏବେ ପିଲା ଚାହାନ୍ତି ନାହିଁ ଇତ୍ୟାଦି। ପ୍ରିୟାଙ୍କ କଣ୍ଠ ରୁଦ୍ଧ ହୋଇଗଲା। ଏହି ମିଛ ମୋତେ ଭିତରୁ ଭିତରୁ ଭାଙ୍ଗି ଦେଉଥିଲା। ଯେ କୌଣସି ବିବାହ ଉତ୍ସବରେ ଯିବା ପାଇଁ ମୋତେ ଦଣ୍ଡ ପରି ଲାଗୁଥିଲା। ସମ୍ପର୍କୀୟମାନେ, ପଡ଼ୋଶୀମାନେ ସମସ୍ତେ ସେହି ଗୋଟିଏ ପ୍ରଶ୍ନ ପଚାରୁଥିଲେ, ପ୍ରିୟା, ତୁମେ କେବେ ଖୁସି ଖବର ଦେବ? ସେମାନଙ୍କର ସହାନୁଭୂତିପୂର୍ଣ୍ଣ ଆଖି ମୋତେ ତୀର ପରି ବିଦ୍ଧ କରୁଥିଲା। ଲୋକମାନେ ଫୁସ୍ଫାସ୍ ହେବାକୁ ଲାଗିଲେ ଯେ ଏହାର ଭିତରେ ନିଶ୍ଚୟ କିଛି ଅଭାବ ଅଛି। ଦେଖିବାକୁ ତ ବହୁତ ଭଲ ଅଛି। ତେବେ ଅସୁବିଧା କ'ଣ? ଜଜ୍ ସାହେବ, ମୁଁ ପ୍ରତିଦିନ ମରୁଥିଲି। ସେହିଦିନ ରାତିରେ ମୁଁ ସାହସ କରି ରାଜେଶଙ୍କ ସହ କଥା ହେଲି। ମୁଁ କହିଲି, ରାଜେଶ, ଲୋକମାନେ କାହାଣୀ ବନାଇବା ଆରମ୍ଭ କଲେଣି। ଯଦି କୌଣସି ସମସ୍ୟା ଅଛି, ତେବେ ଆମକୁ ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ। ଏହା ଶୁଣି ସେ ରାଗିଗଲେ। ସେ ପ୍ରଥମ ଥର ପାଇଁ ମୋ ଉପରେ ଚିତ୍କାର କରି କହିଲେ, ତୁମେ କ'ଣ ଭାବୁଛ, ମୋ ଭିତରେ କିଛି ଅସୁବିଧା ଅଛି? ମୁଁ କହିଲି, ନା। ସେ ପୁଣି କହିଲେ, ମୁଁ ତୁମକୁ କହିଥିଲି ଯେ ମୁଁ ଏବେ ପିଲା ଚାହୁଁନାହିଁ। ଭବିଷ୍ୟତରେ ଏ ବିଷୟରେ ଆଉ କେବେ କହିବ ନାହିଁ। ସେହିଦିନ ପରେ ମୋ ମା, ଘର ଲୋକେ ମୋତେ ଭାବିବାକୁ ଲାଗିଲେ ଯେ ଅଭାବ ମୋ ଭିତରେ ଅଛି। ମୋ ମା ମୋତେ ସହରର ସବୁଠାରୁ ବଡ଼ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ପାଖକୁ ନେଇଗଲେ। ସମସ୍ତ ପରୀକ୍ଷା କରାଯାଇଥିଲା। ଡାକ୍ତର କହିଲେ ଯେ ତୁମର ରିପୋର୍ଟ ସମ୍ପୂର୍ଣ୍ଣ ସ୍ୱାଭାବିକ। ତୁମେ ମା ହେବାକୁ ସକ୍ଷମ। ସେହିଦିନ ଖୁସି ହେବା ପରିବର୍ତ୍ତେ ମୁଁ ଆହୁରି ଭାଙ୍ଗି ପଡ଼ିଲି। କାରଣ ଏବେ ମୋର କୌଣସି ବାହାନା ବାକି ନଥିଲା। ଜଜ୍ ସାହେବ, ବିବାହକୁ ପ୍ରାୟ 3 ବର୍ଷ ହୋଇଗଲା। ମୁଁ ଆଶା ହରାଇ ବସିଥିଲି। ମୁଁ କେବଳ ମୋର ଭାଗ୍ୟକୁ ଆଦରି ବଞ୍ଚିଥିଲି। ଗୋଟିଏ ଦିନ ରାଜେଶ ଅଫିସରୁ ବହୁତ ଖୁସିରେ ଫେରିଲେ। ତାଙ୍କ ହାତରେ ଗୋଟିଏ ଉପହାର ବକ୍ସ ଥିଲା। ମୋ ହୃଦୟ କିଛି ସମୟ ପାଇଁ ଧଡ଼ ଧଡ଼ ହେବାକୁ ଲାଗିଲା। ମୁଁ ଭାବିଲି,
ହୁଏତ ଆଜି କିଛି ପରିବର୍ତ୍ତନ ହେବ। ମୋର ମନରେ ଗୋଟିଏ ଆଶା ଜାଗ୍ରତ ହେଲା ଯେ ହୁଏତ ଆଜି ରାତିରେ ସେ ମୋତେ ସେହି ଉପହାର ଦେବେ। ହୁଏତ ଆଜି ସେ ତାଙ୍କର ଏତେ ବର୍ଷର ଏପରି ବ୍ୟବହାର ପାଇଁ କ୍ଷମା ମାଗିବେ ଏବଂ ମୋତେ ତାଙ୍କ ବାହୁରେ କୋଳେଇ ନେବେ। ଏହା ଭାବି ମୁଁ ମଧ୍ୟ ଶୀଘ୍ର ପ୍ରସ୍ତୁତ ହେବାକୁ ଲାଗିଗଲି। ପ୍ରସ୍ତୁତ ହୋଇ ବାହାରକୁ ଆସିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେ ସେ ଉପହାରଟି ନେଇ ବାହାରକୁ ଯାଉଥିଲେ। ମୁଁ ପଚାରିଲି, ତୁମେ କୁଆଡ଼େ ଯାଉଛ? ଏଇ ଗିଫ୍ଟଟି କାହା ପାଇଁ? ସେ ସହଜ ଭାବରେ କହିଲେ, ଏହା ସ୍ୱାତୀ ପାଇଁ। ଆଜି ତାଙ୍କର ଜନ୍ମଦିନ ପାର୍ଟି। ମୁଁ ସେଠାକୁ ଯାଉଛି। ମୁଁ ପଚାରିଲି, ସ୍ୱାତୀ କିଏ? ସେ କହିଲେ, ସେ ମୋ ଅଫିସରେ କାମ କରନ୍ତି। ସେ ମୋର ବହୁତ ଭଲ ବନ୍ଧୁ। ସେହି ରାତିରେ ସେ ରାତି 2ଟାରେ ଫେରିଲେ। ତାଙ୍କ ମୁହଁରେ ଏକ ପ୍ରକାରର ଭିନ୍ନ ଚମକ ଥିଲା, ଯାହା ମୁଁ ଗତ 5 ବର୍ଷ ମଧ୍ୟରେ କେବେ ଦେଖିନଥିଲି। ତାଙ୍କ ପୋଷାକରୁ ଏକ ଅଜଣା ସୁଗନ୍ଧିତ ବାସ୍ନା ଆସୁଥିଲା। ସେହିଦିନ ପ୍ରଥମ ଥର ପାଇଁ ମୋ ହୃଦୟର ସନ୍ଦେହର ବୀଜ ପୋତି ହୋଇଗଲା। ମୁଁ ତଦନ୍ତ ଆରମ୍ଭ କଲି। ମୁଁ ସେହି ସମୟରେ ଅନ୍ୟ କିଛି କଥା ଭାବି ପାରିଲି ନାହିଁ। ଗୋଟିଏ ଦିନ ମୁଁ ତାଙ୍କ ଫୋନ୍ ଚେକ୍ କଲି, ଯାହା ମୁଁ କେବେ କରିନଥିଲି। ଫୋନ୍ରେ ସ୍ୱାତୀଙ୍କ ନାମରେ ନମ୍ବରଟି ସେଭ୍ ଥିଲା। ସେମାନଙ୍କ ଚାଟ୍ ବକ୍ସ ଫଟୋ ଏବଂ ପ୍ରେମ ବାର୍ତ୍ତାର ପରିପୂର୍ଣ୍ଣ ଥିଲା। ମୁଁ ତୁମକୁ ଭଲ ପାଏ, ତୁମକୁ ମନେ ପକାଏ, ଏସବୁ ପଢ଼ିବା ପରେ ମୋର ହାତ ଥରିବାକୁ ଲାଗିଲା। ଜଜ୍ ସାହେବ, ସେମାନେ କେବଳ ବନ୍ଧୁ ନଥିଲେ। ରାଜେଶ ମୋତେ ଠକୁଥିଲେ। ଏତେ ବର୍ଷ ଧରି ମୁଁ ଯେଉଁ ପ୍ରେମ ଏବଂ ସ୍ନେହ ପାଇଁ ଅପେକ୍ଷା କରିଥିଲି, ତାହା ସେ ଅନ୍ୟ କାହା ଉପରେ ଲୁଟାଉଥିଲେ। ମୁଁ ବୁଝିପାରିଲି ଯେ ସେ ରାତିରେ ବୁଲିବା ବାହାନାରେ କାହିଁକି ଘର ବାହାରକୁ ଚାଲିଯାଉଥିଲେ। ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ୱାତୀଙ୍କ ସହିତ ଫୋନରେ କଥା ହେଉଥିଲେ, ଯାହା ପାଇଁ ମୁଁ ଏତେ ବର୍ଷ ଧରି କାନ୍ଦୁଥିଲି। ସେ ଅନ୍ୟ କାହା ସହିତ ତାଙ୍କ ଜୀବନର ସବୁଠାରୁ ସୁଖଦ ମୁହୂର୍ତ୍ତ ବିତାଉଥିଲେ। ସେହି ରାତିରେ ମୁଁ ଶୋଇପାରିଲି ନାହିଁ। ମୋ ଭିତରେ କ୍ରୋଧ, ଯନ୍ତ୍ରଣା ଏବଂ ଅପମାନର ଏକ ଲାଭା ଫୁଟି ଉଠୁଥିଲା। ପରଦିନ ଯେତେବେଳେ ରାଜେଶ ଅଫିସ ପାଇଁ ପ୍ରସ୍ତୁତ ହେଉଥିଲେ, ମୁଁ ତାଙ୍କୁ ଅଟକାଇଲି। ମୁଁ କହିଲି, ରାଜେଶ, ମୁଁ ତୁମ ସହିତ କିଛି ଜରୁରୀ କଥା ହେବାକୁ। କିନ୍ତୁ ମୁଁ କହିଲି, ନା, ଆମେ ଏବେ କଥା ହେବା। ସ୍ୱାତୀ କିଏ? ମୋର ପ୍ରଶ୍ନ ଶୁଣି ତାଙ୍କ ମୁହଁର ରଙ୍ଗ ଉଡ଼ିଗଲା। ସେ ବାତୁଳ ହୋଇ କହିଲେ, ସେ ମୋର ବନ୍ଧୁ। ମୁଁ କହିଲି, କେବଳ ଜଣେ ବନ୍ଧୁ? ନା, ଇଏ ସେଇ ଯାହା ହେତୁ ତୁମେ ଆଜି ପର୍ଯ୍ୟନ୍ତ ମୋତେ ଛୁଇଁ ନାହଁ। ଜଜ୍ ସାହେବ, ସେହିଦିନ ମୁଁ ପ୍ରଥମ ଥର ପାଇଁ ରାଜେଶଙ୍କ ଆଖିରେ ଭୟ ଦେଖିଲି। ସତ୍ୟ ବାହାରକୁ ଆସିବାର ଭୟ। ସେ ଚୁପ୍ ହୋଇଗଲେ। ତାଙ୍କର ନୀରବତା ତାଙ୍କର ସ୍ୱୀକାରୋକ୍ତି ଥିଲା। ମୁଁ ଚିତ୍କାର କରି କହିଲି, କାହିଁକି? ତୁମେ ମୋ ସହିତ ଏପରି କାହିଁକି କଲ? ଯଦି ତୁମେ ଅନ୍ୟ କାହାକୁ ଭଲ ପାଉଥିଲ, ତେବେ ମୋତେ ବିବାହ କାହିଁକି କଲ? ତୁମେ ମୋ ଜୀବନ କାହିଁକି ନଷ୍ଟ କଲ? ସେ ଧୀର ସ୍ୱରରେ କହିଲେ, ମୁଁ ମୋ ପରିବାରର ଲୋକଙ୍କୁ ମନା କରିପାରିଲି ନାହିଁ। ସେମାନେ ସ୍ୱାତୀଙ୍କ ସହିତ କେବେ ବି ରାଜି ହେବେ ନାହିଁ, କାରଣ ସେ ଏକ ଭିନ୍ନ ଜାତିର। ମୁଁ ଭାବିଥିଲି ବିବାହ ପରେ ମୁଁ ତୁମକୁ ସବୁ କିଛି କହିବି, କିନ୍ତୁ ମୋର ସାହସ ନଥିଲା। ସାହସ ନଥିଲା? ଏତିକି କହି ମୁଁ ପାଗଳୀ ପରି ହସିବାକୁ ଲାଗିଲି। ବର୍ଷ ବର୍ଷ ଧରି ଜଣେ ସ୍ତ୍ରୀକୁ ଧୋକା ଦେବା ପାଇଁ ସାହସ ଦରକାର? ରାଜେଶ, ତାକୁ ସତ୍ୟ କହିବା ପାଇଁ ନୁହେଁ। ତୁମେ କେବଳ ମୋତେ ନୁହେଁ, ବରଂ ତୁମର ପିତାମାତାକୁ ମଧ୍ୟ ବିଶ୍ୱାସଘାତକତା କରିଛ। ମୁଁ ପଚାରିଲି, ତୁମେ କ'ଣ ଏବେ ତାକୁ ବିବାହ କରିବାକୁ ଚାହୁଁଛ? ସେ ମୁଣ୍ଡ ନୁଆଁଇ କହିଲେ, ହଁ, ମୁଁ ତୁମଠାରୁ ଛାଡ଼ପତ୍ର ଚାହୁଁଛି। ଜଜ୍ ସାହେବ, ସେଦିନ ମୋର ସମସ୍ତ ସ୍ୱପ୍ନ, ମୋର ସମସ୍ତ ଧୈର୍ଯ୍ୟ ସବୁକିଛି ଭାଙ୍ଗିଗଲା। ମୁଁ ଏପରି ଏକ ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲି, ଯାହାର କେବେ କିଛି ଅସ୍ତିତ୍ୱ ହିଁ ନଥିଲା। ଯେତେବେଳେ ମୁଁ ଛାଡ଼ପତ୍ର ଦେବାକୁ ମନା କଲି, ରାଜେଶ ତାଙ୍କ ମାଆଙ୍କୁ ସବୁ କିଛି କହିଦେଲେ। ମୁଁ ଭାବୁଥିଲି ଯେ ଜଣେ ମହିଳା ହୋଇ, ଜଣେ ମା ହୋଇ ସେ ମୋର ଯନ୍ତ୍ରଣା ବୁଝିବେ, କିନ୍ତୁ ମୁଁ ଭୁଲ ଥିଲି। ଗୋଟିଏ ଦିନ ମୋ ଶାଶୁ ମୋ ରୁମକୁ ଆସିଲେ। ପ୍ରେମରେ ମୋ ମୁଣ୍ଡକୁ ଆଉଁସି କହିଲେ, ଝିଅ, ମୁଁ ସବୁକିଛି ଜାଣିପାରିଲି। ରାଜେଶ ଯାହା କରିଲା ତାହା ଭୁଲ ଥିଲା, କିନ୍ତୁ ଏବେ ଯାହା ହୋଇଗଲା ତାହା ହୋଇଗଲା। ମୁଁ ବହୁତ ଆଶାର ସହିତ ତାଙ୍କୁ ଚାହିଁଲି। ସେ କହିଲେ, ଦେଖ ଝିଅ, ତୁ ଆମ ଝିଅ ପରି। ଆମେ ତୋର କିଛି ଖରାପ ଚାହୁଁନାହୁଁ, କିନ୍ତୁ ଆମକୁ ରାଜେଶର ଖୁସି ମଧ୍ୟ ଦେଖିବାକୁ ପଡ଼ିବ। ସେ ସ୍ୱାତୀ ବିନା ବଞ୍ଚିପାରିବ ନାହିଁ ଏବଂ ସତ କହିବାକୁ ଗଲେ ଆମକୁ ଆମ ବଂଶ ଉତ୍ତରାଧିକାରୀ ଦରକାର। ତୁମେ ତ ଏତେ ବର୍ଷ ମଧ୍ୟରେ କିଛି କରିପାରିଲ ନାହିଁ। ତାଙ୍କ କଥା ମୋ ଛାତିକୁ ଗୋଟିଏ ଧାରୁଆ ଛୁରୀ ପରି ବିଦ୍ଧ କଲା। ସେ ଜାଣିଥିଲେ ଯେ ଦୋଷ ମୋ ଭିତରେ ନୁହେଁ, ବରଂ ତାଙ୍କ ପୁଅ ଭିତରେ। ତଥାପି ସେ ସବୁ ଦୋଷ ମୋ ଉପରେ ଲଦିଦେଲେ। ସେ କହିଲେ ଯେ ତୁ ତ ବୁଦ୍ଧିମାନ, ରାଜେଶକୁ ଛାଡ଼ପତ୍ର ଦେଇଦେ।
ଓ ଏହାକୁ ଗୋଟିଏ ଖରାପ ସ୍ୱପ୍ନ ଭଳି ଭୁଲିଯାଅ। ଜଜ୍ ସାହେବ, ସେହିଦିନ ମୁଁ ବୁଝିପାରିଲି ଯେ ମୋର ଏହି ଘରେ କେହି ନିଜର ନାହାନ୍ତି। ଏହି ସମସ୍ତ ଲୋକ ନିଜ ପୁଅର ଭୁଲକୁ ଘୋଡ଼ାଇବା ପାଇଁ ମୋତେ ବ୍ୟବହାର କରୁଥିଲେ। ସେହିଦିନ ମୁଁ ନିଷ୍ପତ୍ତି ନେଇଥିଲି ଯେ ମୁଁ ମୋର ସମ୍ମାନ ପାଇଁ ମୋର ନଷ୍ଟ ହୋଇଥିବା 5 ବର୍ଷ ପାଇଁ ଲଢ଼ିବି। ପ୍ରିୟା ବର୍ତ୍ତମାନକୁ ଫେରି ଆସିଲେ। ସେ ତାଙ୍କ ଲୁହ ପୋଛିଲେ ଓ କହିଲେ, ଜଜ୍ ସାହେବ, ସେତେବେଳେ ମଧ୍ୟ ଯେବେ ମୁଁ ଛାଡ଼ପତ୍ର ପାଇଁ ମନା କରିଦେଲି, ଏହି ଲୋକମାନେ ମୋତେ ଚରିତ୍ରହୀନ ବୋଲି ଅଭିଯୋଗ କରିବା ଆରମ୍ଭ କଲେ। ସେମାନେ କୋର୍ଟରେ ପ୍ରମାଣ ନଷ୍ଟ କରିବାକୁ କଲେ ଯେ ମୋର ଅନ୍ୟ କାହା ସହିତ ସମ୍ପର୍କ ଅଛି। ସେଥିପାଇଁ ମୁଁ ତାଙ୍କ ସହିତ ସମ୍ପର୍କ ରଖିବାକୁ ଚାହୁଁନାହିଁ। ସେ ମୋତେ ଏତେ ଭାଙ୍ଗି ଦେଇଛନ୍ତି ଓ ଏତେ ଅପମାନ ଦେଇଛନ୍ତି ଯେ ମୁଁ ଭିତରେ ଭିତରେ ମରିସାରିଛି। ଏବେ ଯେତେବେଳେ ଆମର ସମ୍ପର୍କ ଶେଷ ହେବାକୁ ଯାଉଛି, ମୁଁ ଏହି ସର୍ତ୍ତ ରଖିଲି। ଏହି ସର୍ତ୍ତ କୌଣସି ଶାରୀରିକ ସୁଖ ପାଇଁ ନୁହେଁ, ଜଜ୍ ସାହେବ। ପ୍ରିୟାଙ୍କ ସ୍ୱର ଏବଂ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଗଲା। ଏହି ସର୍ତ୍ତ ମୋର ଆତ୍ମସମ୍ମାନ ପାଇଁ। ଏହି ସର୍ତ୍ତ ହେଉଛି ରାଜେଶ ଶର୍ମାଙ୍କ ଅହଙ୍କାରକୁ ଭାଙ୍ଗିବା ପାଇଁ, ଯେ ଭାବନ୍ତି ଯେ ସେ ଟଙ୍କା ଦେଇ ଓ ଠକି କରି କିଛି ବି କରିପାରିବେ। ମୁଁ ଚାହୁଁଛି ସେ ମୋ ସହିତ ଗୋଟିଏ ରାତି ରୁହନ୍ତୁ, କିନ୍ତୁ ସ୍ୱାମୀ ପରି ନୁହେଁ, ବରଂ ଜଣେ ଅପରାଧୀ ପରି। ମୁଁ ଚାହୁଁଛି ସେହି ରାତିରେ ସେ ତାଙ୍କର ଭୁଲ ବୁଝନ୍ତୁ। ମୁଁ ଚାହୁଁଛି ସେ ମୋ ଆଖିରେ ଦେଇଥିବା ଯନ୍ତ୍ରଣା ସବୁ ଦେଖନ୍ତୁ। ମୁଁ ଚାହୁଁଛି ଯେ ପରଦିନ ସକାଳେ ସେ ଉଠିବା ପରେ ତାଙ୍କ ହୃଦୟରେ ଏପରି ଏକ ବୋଝ ରହୁ ଯାହା ତାଙ୍କୁ ସାରା ଜୀବନ ମନେ ପକାଇବ ଯେ ସେ ଜଣେ ଜୀବିତ ମହିଳାଙ୍କ ଆତ୍ମାକୁ ହତ୍ୟା କରିଛନ୍ତି। ଏହା ମୋର ପ୍ରତିଶୋଧ ନୁହେଁ ବିଚାରପତି ସାହେବ, ଏହା ମୋର ନ୍ୟାୟ। ସେହି 5 ବର୍ଷର ହିସାବ, ଯାହା ଏବେ କେବେ ଫେରିବ ନାହିଁ। କୋର୍ଟ ରୁମ୍ରେ ଗଭୀର ନୀରବତା ଥିଲା। ପ୍ରିୟାଙ୍କ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବିଚାରପତି ସାହେବ ଝାଳରେ ଭିଜି ଯାଇଥିବା ରାଜେଶଙ୍କ ଆଡ଼କୁ ଦେଖି କହିଲେ, ଶ୍ରୀମାନ ଶର୍ମା, ଆପଣଙ୍କର କିଛି କହିବାର ଅଛି କି? ରାଜେଶଙ୍କ ଓକିଲ ପୁଣି ଠିଆ ହୋଇ କହିଲେ, ମାନ୍ୟବର, ଏହା ସବୁ ଏକ ମନଗଢ଼ା କାହାଣୀ। ଏହା କେବଳ ଟଙ୍କା ଆଦାୟ କରିବାର ଏକ ଚାଲ। ଏହି ମହିଳା ମୋ ମହୋକିଲଙ୍କୁ ବ୍ଲାକମେଲ କରୁଛନ୍ତି। ଏହି ସର୍ତ୍ତ ବେଆଇନ ଏବଂ ଅର୍ଥନୈତିକ। ଏହାକୁ ତୁରନ୍ତ ପ୍ରତ୍ୟାଖ୍ୟାନ କରାଯିବା ଉଚିତ। ବିଚାରପତି ସାହେବ ସିଧାସଳଖ ରାଜେଶଙ୍କୁ ପଚାରିଲେ, ମୁଁ ଆପଣଙ୍କୁ ପଚାରୁଛି ଶ୍ରୀ ଶର୍ମା, ଆପଣଙ୍କ ସ୍ତ୍ରୀ ଯାହା କହିଥିଲେ ତାହା ସତ୍ୟ କି? ଆପଣ କ'ଣ 5 ବର୍ଷ ଧରି ତାଙ୍କ ସହିତ ସ୍ୱାମୀର କୌଣସି ସମ୍ପର୍କ ରଖିନଥିଲେ? ରାଜେଶଙ୍କ ଆଖି ତଳକୁ ହୋଇଗଲା ଏବଂ ସେ କିଛି କହିପାରିଲେ ନାହିଁ। ଜବାବ ଦିଅନ୍ତୁ। ବିଚାରପତି ସାହେବଙ୍କ କଣ୍ଠସ୍ୱର ପ୍ରତିଧ୍ୱନିତ ହେଲା। ରାଜେଶ ଥରଥର କଣ୍ଠରେ କହିଲେ, ହଁ। କାହିଁକି? ଜଜ୍ ସାହେବ ପଚାରିଲେ। କାରଣ ମୁଁ ସ୍ୱାତୀକୁ ଭଲ ପାଉଥିଲି, ରାଜେଶ ଉତ୍ତର ଦେଲେ। ଏହାପରେ ସେ ପୁଣି ପଚାରିଲେ, ଏହା କ'ଣ ସତ ଯେ ତୁମେ ସ୍ୱାତୀଙ୍କ ପାଖକୁ ଯାଅ, ତାଙ୍କ ସହିତ ସମୟ ବିତାଅ? ରାଜେଶ ଚୁପ୍ ରହିଲେ। ପ୍ରିୟା ଚିତ୍କାର କଲେ, ମୋତେ କୁହ ରାଜେଶ, କୋର୍ଟକୁ କୁହ ତୁମେ ମୋ ଅଧିକାରର ପ୍ରତ୍ୟେକ ମୁହୂର୍ତ୍ତ ଏବଂ ପ୍ରତ୍ୟେକ ଖୁସି କାହାକୁ ଦେଇଛ? ରାଜେଶ ଧୀରେ ଫୁସ୍ଫୁସ୍ କରି କହିଲେ, ହଁ। ଏହି ସ୍ୱୀକାରୋକ୍ତି ମାମଲାର ଦିଗ ବଦଳାଇ ଦେଲା। ରାଜେଶଙ୍କ ଓକିଲ, ମୁଁ କୌଣସି ନିଷ୍ପତ୍ତି ଶୁଣାଇବା ପୂର୍ବରୁ ମିସ୍ ସ୍ୱାତୀଙ୍କ ସହ କଥା ହେବାକୁ ଚାହେଁ। ଏହା ଶୁଣି ରାଜେଶ ଏବଂ ତାଙ୍କ ଓକିଲ ଆଶ୍ଚର୍ଯ୍ୟ ହୋଇଗଲେ। ମାନ୍ୟବର, କିନ୍ତୁ ତାଙ୍କର ଏହି ମାମଲା ସହିତ କ'ଣ ସମ୍ପର୍କ ଅଛି? ବିଚାରପତି ମହାଶୟ କହିଲେ, ସେ ଏହି ତ୍ରିକୋଣ ପ୍ରେମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ମୁଁ ଜାଣିବାକୁ ଚାହୁଁଛି ଯେ ସେ ଏସବୁ ବିଷୟରେ ଅବଗତ ଥିଲେ କି ନାହିଁ। କୋର୍ଟ ସ୍ୱାତୀଙ୍କୁ ସମନ ଜାରି କଲା। ପରବର୍ତ୍ତୀ ସପ୍ତାହରେ ଶୁଣାଣିର ତାରିଖ ଦିଆଯାଇଥିଲା। ସେହି ଗୋଟିଏ ସପ୍ତାହ ମଧ୍ୟରେ ରାଜେଶ ଏବଂ ତାଙ୍କ ପରିବାର ପ୍ରିୟା ଉପରେ ଚାପ ପକାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ସେମାନେ ତାଙ୍କୁ ଫୋନ କଲେ, ତାଙ୍କୁ ଟଙ୍କା ଦେଇ ପ୍ରଲୋଭିତ କରିଥିଲେ, ସମାଜରେ ତାଙ୍କୁ ଅପମାନିତ କରିବାକୁ ଧମକ ଦେଇଥିଲେ। କିନ୍ତୁ ପ୍ରିୟା ଏବେ ପଥର ପାଲଟି ଯାଇଥିଲେ। ପରବର୍ତ୍ତୀ ଶୁଣାଣିରେ ସ୍ୱାତୀ କାଠଗଡ଼ାରେ ଠିଆ ହୋଇଥିଲେ। ସେ ଜଣେ ଆଧୁନିକ ଓ ଆତ୍ମବିଶ୍ୱାସୀ ଝିଅ ଥିଲେ, କିନ୍ତୁ ଆଜି ତାଙ୍କ ମୁହଁ ଭୟଭୀତ ଦେଖାଯାଉଥିଲା। ବିଚାରପତି ତାଙ୍କୁ ପଚାରିଲେ, ମିସ୍ ସ୍ୱାତୀ, ଆପଣ କ'ଣ ରାଜେଶ ଶର୍ମାଙ୍କୁ ଜାଣନ୍ତି? ହଁ, ଆମେ ଏକାଠି କାମ କରୁଥିଲୁ। ସ୍ୱାତୀ ଉତ୍ତର ଦେଲେ। ଆପଣ କ'ଣ ଜାଣନ୍ତି ଯେ ସେ ବିବାହିତ? ସ୍ୱାତୀ ରାଜେଶଙ୍କୁ ଚାହିଁ କହିଲେ, ହଁ, ମୁଁ ଏବେ ଜାଣିଲି। ମୁଁ ଏବେ ଜାଣିଲି। ଏହାର ଅର୍ଥ କ'ଣ? ଜଜ୍ ସାହେବ ପୁଣି ପଚାରିଲେ। ସ୍ୱାତୀ ଏକ ଗଭୀର ନିଶ୍ୱାସ ନେଇ କହିଲେ, ରାଜେଶ ମୋତେ କହିଥିଲେ ଯେ ସେ ବିବାହିତ, କିନ୍ତୁ ଏହା ଏକ ମୃତ ସମ୍ପର୍କ। ସେ କହିଥିଲେ ଯେ ତାଙ୍କ ସ୍ତ୍ରୀ ମାନସିକ ଭାବରେ ଅସ୍ଥିର ଏବଂ
ତାଙ୍କୁ ଛାଡ଼ପତ୍ର ଦେଉନାହାନ୍ତି। ସେ କହିଥିଲେ ଯେ ସେମାନେ ବର୍ଷ ବର୍ଷ ଧରି ଅଲଗା ରହୁଛନ୍ତି। ସେ ମୋତେ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଖୁବ୍ ଶୀଘ୍ର ତାଙ୍କୁ ଛାଡ଼ପତ୍ର ଦେବେ ଏବଂ ମୋତେ ବିବାହ କରିବେ। ଏହା ପ୍ରିୟା ପାଇଁ ମଧ୍ୟ ଗୋଟିଏ ନୂଆ କଥା ଥିଲା। ରାଜେଶ କେବଳ ତାଙ୍କୁ ନୁହେଁ ବରଂ ସ୍ୱାତୀଙ୍କୁ ମଧ୍ୟ ପ୍ରତାରଣା କରିଥିଲେ। ସ୍ୱାତୀଙ୍କ ଆଖି ଲୁହରେ ପୂର୍ଣ୍ଣ ହୋଇଗଲା। ଏଠାକୁ ଆସିବା ପରେ ହିଁ ମୁଁ ଜାଣିଲି ଯେ ପ୍ରିୟା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେମାନେ 5 ବର୍ଷ ହେଲା ଗୋଟିଏ ଘରେ ରହୁଛନ୍ତି ଓ ସେ ପତ୍ନୀର ଅଧିକାର ପାଇଁ ଅପେକ୍ଷା କରିଛନ୍ତି। ଯଦି ମୁଁ ଏହି ସତ୍ୟ ଜାଣିଥାନ୍ତି ତେବେ ମୁଁ କେବେ ଏହି ସମ୍ପର୍କରେ ଆଗକୁ ବଢ଼ିନଥାନ୍ତି। ଦୟାକରି ମୋତେ କ୍ଷମା କର ପ୍ରିୟା। ମୁଁ ମଧ୍ୟ ଜଣେ ସ୍ତ୍ରୀ। ମୁଁ ତୁମର ଯନ୍ତ୍ରଣା ବୁଝିପାରୁଛି। ସ୍ୱାତୀଙ୍କ ବକ୍ତବ୍ୟ ରାଜେଶଙ୍କ କଫିନରେ ଲାଗୁଥିବା ଶେଷ କଣ୍ଟା ଭଳି ପ୍ରମାଣିତ ହେଲା। ପ୍ରମାଣ ଏବଂ ସାକ୍ଷୀମାନଙ୍କୁ ଶୁଣିବା ପରେ ବିଚାରପତି ସାହେବ କହିବାକୁ ଲାଗିଲେ, ପ୍ରିୟା, ଆପଣଙ୍କ ଏହି ସର୍ତ୍ତ ପଛରେ ଥିବା ଯନ୍ତ୍ରଣା, ଅପମାନ ଏବଂ ଅସ୍ଥିରତାକୁ ମୁଁ ବୁଝିପାରୁଛି। କିନ୍ତୁ ଆଇନ ତୁମକୁ ସେହି ଅଧିକାର ଦେଇପାରିବ ନାହିଁ ଯାହା ତୁମେ ଦାବି କରୁଛ। ତୁମର ସର୍ତ୍ତ ପୂରଣ ହୋଇପାରିବ ନାହିଁ। ପ୍ରିୟାର ମୁହଁ ମଳିନ ହୋଇଗଲା। ବିଚାରପତି ସାହେବ ତାଙ୍କୁ ପାଖକୁ ଡାକି ନରମ ସ୍ୱରରେ କହିଲେ, ଝିଅ, ମୁଁ ତୁମକୁ ଜଣେ ବିଚାରପତି ଭାବରେ ନୁହେଁ ବରଂ ଜଣେ ପିତା ଭାବରେ କିଛି କହିବାକୁ ଚାହୁଁଛି। ମୋର ମଧ୍ୟ ତୁମ ବୟସର ଏକ ଝିଅ ଅଛି। ସେ ତାଙ୍କ ଡ୍ରରୁ ଏକ ୱାଲେଟ୍ ବାହାର କରି ଏବଂ ସେଥିରୁ ଏକ ଫଟୋ ବାହାର କରି ପ୍ରିୟାକୁ ଦେଲେ। ଫଟୋରେ ଏକ ହସୁଥିବା ଝିଅ ଥିଲା ଯାହାର ଆଖି ଆତ୍ମବିଶ୍ୱାସରେ ଝଲସୁଥିଲା। ଏଟା ମୋ ଝିଅ ଆରୁଷିର ଫଟୋ। ତାର ମଧ୍ୟ 3 ବର୍ଷ ପୂର୍ବେ ଛାଡ଼ପତ୍ର ହୋଇଯାଇଥିଲା। ତା ସ୍ୱାମୀ ତାକୁ ମାନସିକ ନିର୍ଯାତନା ଦେଉଥିଲା। ସେ ପ୍ରତିଦିନ ତାର ଆତ୍ମସମ୍ମାନକୁ ଚୂର୍ଣ୍ଣ କରୁଥିଲା। ସେ ପ୍ରାୟତଃ ତାକୁ ଶାରୀରିକ ନିର୍ଯାତନା ଦେଉଥିଲା। ଛାଡ଼ପତ୍ର ହେବା ପରେ ଯେତେବେଳେ ସେ ଘରକୁ ଫେରିଲା ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ତାକୁ ଲାଗିଲା ଯେ ତାର ଜୀବନ ସରିଗଲା। ସେ ବହୁତ ଦିନ ଧରି ତା ରୁମରୁ ବାହାରକୁ ଆସିଲା ନାହିଁ। ଗୋଟିଏ ଦିନ ମୁଁ ତାକୁ କହିଲି, ଝିଅ, କେହି ତୁମକୁ ଛାଡ଼ି ଚାଲିଗଲା ବୋଲି ଏହା ତୁମର ଜୀବନ କାହାଣୀର ଶେଷ ନୁହେଁ। ଏହା ତୁମର ନିଜ କାହାଣୀ ନିଜେ ଲେଖିବାର ଆରମ୍ଭ। ତୁମର ଅସ୍ତିତ୍ୱ କାହାର ଉପସ୍ଥିତି କିମ୍ବା ଅନୁପସ୍ଥିତି ଉପରେ ନିର୍ଭର କରେ ନାହିଁ। ତୁମେ ଗୋଟିଏ ସୁନାର ପିଞ୍ଜରା ଛାଡ଼ି ଆସିଛ। ଏବେ ତୁମ ସମ୍ମୁଖରେ ଉଡ଼ିବା ପାଇଁ ସମ୍ପୂର୍ଣ୍ଣ ଖୋଲା ଆକାଶ ଅଛି। ବିଚାରପତି ସାହେବଙ୍କ କଣ୍ଠରେ ଜଣେ ପିତାର ଯନ୍ତ୍ରଣା ଏବଂ ଗର୍ବ ଉଭୟ ଥିଲା। ପ୍ରିୟା, ଆଜି ମୋ ଝିଅ ନିଜର ଗୋଟିଏ ବିୟୁଟି ସେଲୁନ ଚଳାଉଛି। ସେ ପୂର୍ବ ଅପେକ୍ଷା ଅଧିକ ଖୁସି। ଏହାର କାରଣ ତୁମେ କ'ଣ ଜାଣ? କାରଣ ସେ ଅନ୍ୟ କାହାକୁ ତାର ଖୁସିର ରିମୋଟ କଣ୍ଟ୍ରୋଲ ଦେବା ବନ୍ଦ କରିଦେଇଛି। ସେ ପ୍ରିୟାଙ୍କ ଆଖିକୁ ଚାହିଁ କହିଲେ, ଏହି ଗୋଟିଏ ରାତି ତୁମେ କ'ଣ ମାଗୁଛ? ଏହା ସେହି ବ୍ୟକ୍ତିଠାରୁ ତୁମର ଅସ୍ତିତ୍ୱର ପ୍ରମାଣପତ୍ର ମାଗିବା ପରି ଯିଏ କେବେ ତୁମର ଅସ୍ତିତ୍ୱକୁ ଗ୍ରହଣ କରିନାହିଁ। ତୁମେ ଜଣେ ଏପରି ପୁରୁଷଠାରୁ ସମ୍ମାନ ମାଗୁଛ ଯିଏ ନିଜେ ସମ୍ମାନର ଅର୍ଥ ଜାଣେ ନାହିଁ। ଜଣେ ମହିଳାର ମର୍ଯ୍ୟାଦା ଏଥିରେ ନଥାଏ କି ପୁରୁଷ ତାକୁ ଗ୍ରହଣ କରେ କି ନାହିଁ, ବରଂ ତାଙ୍କର ମର୍ଯ୍ୟାଦା ତାଙ୍କର ଆତ୍ମସମ୍ମାନରେ ଥାଏ। ତୁମେ ଦୁର୍ବଳ ନୁହେଁ, ତୁମେ ବହୁତ ସାହସୀ। ତୁମେ 5 ବର୍ଷ ଧରି ଏକ ମିଥ୍ୟା ସମ୍ପର୍କକୁ ବହନ କଲ। ଏହା ତୁମର ସହନଶୀଳତା ଥିଲା। ଆଜି ତୁମେ ଏଠାରେ ଠିଆ ହୋଇଛ। ଏହା ତୁମର ସାହସ। ତୁମର ଏହି ସାହସକୁ ସଠିକ୍ ମାର୍ଗ ଦିଅ। ଏହି ପୁରୁଷକୁ କେବଳ ଗୋଟାଏ ରାତି ନୁହେଁ ବରଂ ତୁମର ପୂରା ଜୀବନ ମାଗ। ଏହି ସମ୍ପର୍କରୁ ବାହାରି ଯାଅ ଏବଂ ନିଜ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କର। ଏପରି ଏକ ପରିଚୟ ଯାହାକୁ କୌଣସି ରାଜେଶ ଶର୍ମାର ନାମର ଆବଶ୍ୟକତା ନାହିଁ। ତୁମେ କେବଳ ପ୍ରିୟା ଏବଂ ଏହା ତୁମର ସବୁଠାରୁ ବଡ଼ ଶକ୍ତି। ବିଚାରପତିଙ୍କ କଥା ପ୍ରିୟାଙ୍କ କ୍ଷତ ଉପରେ ମଲମ ଭଳି ଥିଲା। ତାଙ୍କ ଆଖିରୁ ଲୁହ ବହିଯାଉଥିଲା। କିନ୍ତୁ ଆଜି ଏହି ଲୁହ ଅସହାୟତାର ନୁହେଁ ବରଂ ନୂତନ ଶକ୍ତିର ଭାବନାର ଥିଲା। ସେ ତାଙ୍କ ପଥ ସ୍ପଷ୍ଟ ଭାବରେ ଦେଖିପାରୁଥିଲେ। ସେ ନିଜକୁ ସଂଯମ କରିଥିଲେ, ଠିଆ ହୋଇଥିଲେ ଓ ଦୃଢ଼ ସ୍ୱରରେ କହିଲେ, ଜଜ୍ ସାହେବ, ମୁଁ ମୋର ସର୍ତ୍ତ ଫେରାଇ ନେଉଛି। ପ୍ରିୟା ଆହୁରି କହିଲେ, ମୁଁ ଏହି ବ୍ୟକ୍ତିଠାରୁ ଛାଡ଼ପତ୍ର ଏବଂ ମୋର ନଷ୍ଟ ହୋଇଥିବା 5 ବର୍ଷର କ୍ଷତିପୂରଣ ଚାହୁଁଛି। ଏହାପରେ ଯାହା ଘଟିଲା ତାହା କୋର୍ଟର ଇତିହାସରେ ଲିପିବଦ୍ଧ ହୋଇଗଲା। ବିଚାରପତି ଅଶୋକ କୁମାର କେବଳ ପ୍ରିୟାଙ୍କ ଛାଡ଼ପତ୍ରକୁ ତୁରନ୍ତ ଅନୁମୋଦନ କରିଥିଲେ ତା ନୁହେଁ, ରାଜେଶଙ୍କୁ ତାଙ୍କର ଭାବପ୍ରବଣ ନିଷ୍ଠୁରତା ପାଇଁ କଠୋର ଦଣ୍ଡ ମଧ୍ୟ ଦେଇଥିଲେ। ତାଙ୍କୁ ପ୍ରିୟାଙ୍କୁ କ୍ଷତିପୂରଣ ଭାବରେ 25 ଲକ୍ଷ ଏବଂ ଘରର ଅଧା ଅଂଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କୁ ପ୍ରତି ସପ୍ତାହରେ ଏକ ମହିଳା ଆଶ୍ରୟସ୍ଥଳରେ ସମାଜସେବା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା, ଯାହାଦ୍ୱାରା ସେ ଜଣେ ମହିଳାଙ୍କ ମର୍ଯ୍ୟାଦାର ଅର୍ଥ ବୁଝିପାରିବେ।
ଏହି ରାୟ ଶୁଣି ରାଜେଶ ଏବଂ ତାଙ୍କ ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରିୟା ମୁଣ୍ଡ ଟେକି କୋର୍ଟରୁ ବାହାରକୁ ଯାଉଥିଲେ। ସେ ମୁକ୍ତ ଥିଲେ। ପ୍ରିୟା, ମୁଁ କ'ଣ ଆପଣଙ୍କ ସହିତ 2 ମିନିଟ୍ କଥା ହୋଇପାରିବି? ସ୍ୱାତୀ ପଛରୁ କହିଲେ। ପ୍ରିୟା ଅଟକିଗଲେ। ସ୍ୱାତୀ କହିଲେ, ମୁଁ ଜାଣେ ଯେ କ୍ଷମା ମାଗିବା ଦ୍ୱାରା ଆପଣଙ୍କ ଯନ୍ତ୍ରଣା କମିବ ନାହିଁ। ତଥାପି ମୁଁ ଏବେ କ୍ଷମା ମାଗିବାକୁ ଚାହୁଁଛି। ମୁଁ ପ୍ରକୃତରେ କିଛି ଜାଣିନଥିଲି। ପ୍ରିୟା ସ୍ୱାତୀଙ୍କ ମୁହଁରେ ପ୍ରକୃତ ଅନୁତାପ ଦେଖିଲେ। ସେ କହିଲେ, ଏହା ଆପଣଙ୍କର ଦୋଷ ନୁହେଁ ସ୍ୱାତୀ। ଏହା ସେହି ବ୍ୟକ୍ତିର ଦୋଷ ଯିଏ ଆମ ଉଭୟଙ୍କ ସହ ବିଶ୍ୱାସଘାତକତା କରିଥିଲା। ନିଜର ଯତ୍ନ ନିଅ ଏବଂ ଭବିଷ୍ୟତରେ କାହାକୁ ଅନ୍ଧ ଭାବରେ ବିଶ୍ୱାସ କର ନାହିଁ। ଏହା କହି ପ୍ରିୟା ଆଗକୁ ବଢ଼ିଗଲେ। ରାଜେଶ ଦୂରରେ ଲଜ୍ଜିତ ହୋଇ ଏକାଠି ଠିଆ ହୋଇଥିଲେ। କିନ୍ତୁ ସ୍ୱାତୀ ତାଙ୍କୁ ଦେଖା ନ କରି ସେଠାରୁ ମୁହଁ ଫେରାଇ ଚାଲିଗଲେ। ଆଜି ସେ କେବଳ ଗୋଟିଏ ମାମଲା ନୁହେଁ, ବରଂ ନିଜର ସମ୍ମାନ, ତାଙ୍କ ଟଙ୍କା ଏବଂ ସ୍ୱାତୀଙ୍କ ବିଶ୍ୱାସ ମଧ୍ୟ ହରାଇଥିଲେ। ପ୍ରିୟା ତାଙ୍କ ପରିବାର ସହିତ ଏକ ନୂତନ ଗନ୍ତବ୍ୟସ୍ଥଳ ଆଗକୁ ପାଦ ଦେଇଥିଲେ। ଏହା ତାଙ୍କର ସ୍ୱାଭିମାନ ଜୀବନର ଆରମ୍ଭ ଥିଲା। ସେ ଆଉ କାହାର ଅପୂର୍ଣ୍ଣ ବନ୍ଧୁ ନଥିଲେ, ବରଂ ଏକ ସମ୍ପୂର୍ଣ୍ଣ ମହିଳା ଥିଲେ। ବନ୍ଧୁମାନେ, ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥିବ, ସେୟାର, କମେଣ୍ଟ, ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଭୁଲ ଥିଲେ କ୍ଷମା କର।